ଡାବୁଗାଁ ବ୍ଲକର ଚଚରାଗୁଡ଼ା ପଞ୍ଚାୟତ ଅଧୀନ କୁସୁମବନ୍ଧ ଗ୍ରାମ ମିନି ଷ୍ଟାଡିୟମଠାରେ ପଞ୍ଚଦିବସୀୟ ମା ଦୁଲାରଦେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ସନ୍ଧ୍ୟାରେ ଉଦ୍ଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ 16ଟି ଦଳ ଭାଗ ନେଇଥିବା ବେଳେ ଫାଇନାଲ ମ୍ୟାଚ୍ଟି ପାପଡ଼ାହାଣ୍ଡି ବ୍ଲକ ସିୱାଇଏ ଜଟାବାଲ ଓ ଉମରକୋଟ ବ୍ଲକ ଦଲଦଲି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସିୱାଇଏ ଜଟାବାଲ ଦଳ ପେନାଲ୍ଟି ସଟ୍‌ରେ 4-2 ପଏଣ୍ଟରେ ବିଜେତା ହୋଇଥିବା ବେଳେ ଦଲଦଲି ଦଳ ଉପବିଜେତା ହୋଇଥିଲେ। ଏଥିରେ ରେଫରୀ ଭାବେ ଆରିଆ, ରଘୁନାଥ, ଚୈତୁ ଓ ସୂର୍ୟା ବେଶ୍ ସୁନ୍ଦର ଭାବେ ଖେଳ ପରିଚାଳନା କରିଥିବା ବେଳେ ଉକ୍ତ ଖେଳର ଧାରାବିବରଣୀ ଡାକବାଜି ଯନ୍ତ୍ର ସାହାଯ୍ୟରେ ଯୁବ କ୍ରୀଡ଼ାବିତ୍ ରାଜମୋହନ କଲାର ଖୁବ୍ ସୁନ୍ଦର ଭାବରେ ପ୍ରଚାର କରିଥିଲେ। ଶେଷରେ ଆୟୋଜିତ ସଭାରେ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ସମ୍ମାନିତ ଅତିଥି ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଯୋଗଦେଇ ବିଜେତା ଦଳକୁ 13,000 ଟଙ୍କା ସହ ଟ୍ରଫି ଓ ଉପବିଜେତା ଦଳକୁ 10,000 ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ। ଏଥିରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଜେଡି ବରିଷ୍ଠ ନେତା ଏମ୍ ଆପାରାଓ, ଚଚରାଗୁଡ଼ା ପଞ୍ଚାୟତ ସରପଞ୍ଚ ରଞ୍ଜୁ ଭାତ୍ରା, ନାଏବ ସରପଞ୍ଚ ଯୁଧିଷ୍ଠିର ତନ୍ତୀ, ୱାର୍ଡ ସଭ୍ୟା ହୀରାବତୀ ପୂଜାରୀ, କାର୍ତ୍ତିକ ଭତ୍ରା, କର୍ଣ୍ଣ ଭାତ୍ରା, ଶିବପ୍ରସାଦ ମିଶ୍ର, ଡି ରାଜା, ପି ସୁବୁଧି ରାଓ, ରଞ୍ଜିତ ଖରାଇ ପ୍ରମୁଖ ଉପସ୍ଥିତ ଥିଲେ। ଟୁର୍ଣ୍ଣାମେଣ୍ଟ କମିଟି ସଭାପତି ହୀରାଧର ପୂଜାରୀ, ଉପସଭାପତି କୁମ୍ଭପାଣି ମାଝୀ, ସମ୍ପାଦକ ମନୋଜ କୁମାର ମାଝୀ, କୋଷାଧ୍ୟକ୍ଷ ମିଶ୍ର ମାଝୀ ଓ ଅନ୍ୟମାନେ ପରିଚାଳନା କରିଥିଲେ। ନବରଙ୍ଗପୁରରୁ ମିହିର ଶଙ୍କର ପାତ୍ରଙ୍କ ରିପୋର୍ଟ, ସ୍ୱସ୍ତିକ ନ୍ୟୁଜ୍।